ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ୱାରା ରଚନା କରାଯାଇଥିବା ଗୋଟିଏ ନୀତି ଗ୍ରନ୍ଥ ଅଟେ, ଯେଉଁଠି ଜୀବନକୁ ସଠିକ୍ ଓ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ନୀତି ଶିକ୍ଷା ଦିଆଯାଇଛି। ଏହି ଗ୍ରନ୍ଥର ମୂଳ ଲକ୍ଷ୍ୟ ମଣିଷକୁ ଜୀବନରେ ସବୁ ପରିସ୍ଥିତିରେ ବ୍ୟବହାରିକ ଶିକ୍ଷା ଦେବା ଅଟେ। ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ, ସେ ଯିଏ ନିଜ ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇଥିଲେ। ଯାଆନ୍ତୁ ଚାଣକ୍ୟଙ୍କର କିଛି ନୀତି ଯାହା ଆପଣଙ୍କ ଜୀବନରେ ପଥର କେଉଁଠି ନା କେଉଁଠି କାମରେ ଆସିବ। ବନ୍ଧୁଗଣ, ଆପଣମାନେ ଗରିବ ହେଇ ଯାଇଛନ୍ତି କି? ଆସୁଥିବା ଧନ ଆପଣଙ୍କ ଘରେ ରହୁନି? ଚାଣକ୍ୟ ନୀତି ଦ୍ୱାରା ଆମେ ଆପଣଙ୍କୁ ଗରିବ ହେବା ବା ତାର କାରଣ କହିବାକୁ ଯାଉଛୁ। ଯଦି ଆପଣମାନେ ଗରିବ ଅବା ଯାହା ବି କରିବା ଦ୍ୱାରା ଆପଣଙ୍କ ଘରକୁ ଦରିଦ୍ରତା ଆସୁଛି, ତାହାର କିଛି କାରଣ ଆମ୍ଭେମାନେ ଆପଣଙ୍କୁ କହିବାକୁ ଯାଉଛୁ। ଏହି ଗୁଣ ଗୁଡ଼ିକ ଆପଣ ଛାଡ଼ି ଦିଅନ୍ତୁ, ଦରିଦ୍ରତା ଆପଣଙ୍କ ଘରକୁ କେବେ ବି ଆସିବ ନାହିଁ। ସେହି ଭୁଲ ଗୁଡ଼ିକ ଜାଣିବା ପାଇଁ ଆପଣମାନେ ଆମ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନେ ଚାହାନ୍ତି ଆପଣଙ୍କ ପାଖକୁ ବହୁତ ଧନ ଆସୁ, ଆପଣଙ୍କର କିଛି ଅଭାବ ନ ରହୁ, ଆପଣମାନେ ବଡ଼ଲୋକ ହେଇ ରୁହନ୍ତୁ, ତେବେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ ସବୁବେଳେ କରନ୍ତୁ। ଚାଣକ୍ୟ ନୀତି ମାଧ୍ୟମରେ ଜାଣିବା ପାଇଁ କ'ଣ ସେ ଭୁଲ ଗୁଡ଼ିକ ଆପଣଙ୍କୁ ଗରିବ କରୁଛି। ଚାଣକ୍ୟ ନୀତି ଅନୁସାରେ କୌଣସି ଗଛର ମୂଳରେ ପରିସ୍ରା କରିବା ଉଚିତ ନୁହେଁ। ଏମିତି କରିବା ସବୁଠାରୁ ଖରାପ ଅଭ୍ୟାସ। ପ୍ରତିଟି ଗଛରେ କୌଣସି ଦେବାଦେବୀଙ୍କ ବାସ ହୋଇଥାଏ। ଆପଣ ଏପରି କରିବା ଦ୍ୱାରା ଆପଣଙ୍କ ଘରକୁ ଦରିଦ୍ରତା ଆସେ। ଆପଣ କୌଣସି ସଫା ଜାଗାରେ ପରିସ୍ରା କରିପାରିବେ, ତେଣୁ ଗଛ ମୂଳରେ ପରିସ୍ରା କରିବା ଦ୍ୱାରା ଦରିଦ୍ରତା ଆସିଥାଏ। ଦ୍ୱିତୀୟରେ, ଘରେ ଭଙ୍ଗା ପାନିଆ ରଖିବା ଶାସ୍ତ୍ର ଅନୁସାରେ ଖରାପ ବା ଭଙ୍ଗା ପାନିଆରେ ଚୁଟି କୁଣ୍ଡାଇବା ବାରଣ କରାଯାଇଥାଏ। ଆପଣ ଭଙ୍ଗା ପାନିଆ ବ୍ୟବହାର କରୁଛନ୍ତି କି? ଯଦି ଜାଣି ନିଅନ୍ତୁ ଆପଣଙ୍କ ଘରେ ରାହୁ କେତୁଙ୍କର ପ୍ରବେଶ ହୋଇସାରିଛି, ତେଣୁ ମନେ ରଖନ୍ତୁ ଭଙ୍ଗା ପାନିଆ କେବେ ହେଲେ ବ୍ୟବହାର କରନ୍ତୁ ନାହିଁ। ତୃତୀୟରେ, ଘରକୁ ସବୁବେଳେ ସଫା ସୁତୁରା ରଖିବା ଉଚିତ। ଘରେ କେଉଁଠି ଅଳିଆ ଏକାଠି ନ ହେଉ, ଏହାଦ୍ୱାରା ଘରକୁ ଦରିଦ୍ରତା ଆସେ। ଆପଣମାନେ ନିଜ ଘରକୁ ଝାଡ଼ୁ କରନ୍ତୁ, ପୋଛାପୋଛି କରନ୍ତୁ, ଏହିପରି ମା ଲକ୍ଷ୍ମୀଙ୍କ କୃପା ରହିଥାଏ। ସେଥିପାଇଁ ଆପଣମାନେ ନିଜ ଘରକୁ କେବେ ଅପରିଷ୍କାର ରଖନ୍ତୁ ନାହିଁ। ଏହିପରି ଚାଣକ୍ୟଙ୍କ ଅନୁସାରେ କେବେ ରୁଟିକୁ ଦାନ୍ତରେ ଛିଣ୍ଡେଇ ଛିଣ୍ଡେଇ ଖାଇବା ଉଚିତ ନୁହେଁ। ଏହାଦ୍ୱାରା ଭଗବାନଙ୍କୁ ଅପମାନ ହୋଇଥାଏ। ଯେଉଁମାନେ ରୁଟିକୁ ଅସମ୍ମାନ କରନ୍ତି, ଜୀବନରେ ଖାଇବାକୁ ମିଳିବା କଷ୍ଟ ହୋଇଯାଇଥାଏ। ତେବେ ରୁଟିକୁ ଆରାମରେ ମଧ୍ୟ ଖାଆନ୍ତୁ। ଏହାପରେ ଚାଣକ୍ୟ କହିବା କଥା, ନଖକୁ କେବେ ଦାନ୍ତ ଦ୍ୱାରା କାମୁଡ଼ିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଆପଣ ଗରିବ ହୋଇପାରନ୍ତି। ତାହା ସହ ଏପରି କରିବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରକ ନୁହେଁ। ନଖରେ ଜୀବାଣୁ ଥାଆନ୍ତି। ଆପଣ ଦାନ୍ତରେ ନଖ କାମୁଡ଼ିବା ଦ୍ୱାରା ସେଗୁଡ଼ିକ ଶରୀରକୁ ଯାଆନ୍ତି। ଶାସ୍ତ୍ରରେ ବି ଏହାକୁ ଭୁଲ ବୋଲି କୁହାଯାଇଛି। ଦରିଦ୍ରତା ଆହୁରି ଗୋଟିଏ କାରଣ। ଯେଉଁମାନେ ସକାଳେ ଡେରି ଯାଏଁ ଶୋଇ ରୁହନ୍ତି, ସେମାନଙ୍କ ଘରେ ମା ଲକ୍ଷ୍ମୀ କୃପା ରହେ ନାହିଁ। ଆପଣମାନେ ଚେଷ୍ଟା କରନ୍ତୁ ସକାଳୁ ଜଲ୍ଦି ଉଠି ନିଜ ନିତ୍ୟକର୍ମ ସାରି ନିଜ କାମରେ ଲାଗନ୍ତୁ। ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ରହିବ। ଦରିଦ୍ରତାରୁ ଆପଣ ମଧ୍ୟ ଦୂରରେ ରହିବେ। ଘରେ ଜୋତା ଚପଲ କେବେ ବି ଓଲଟା ରଖନ୍ତୁ ନାହିଁ। ଯଦି ଏହିଭଳି ଅଛି, ତାକୁ ସିଧା ରଖି ଦିଅନ୍ତୁ। ଶାସ୍ତ୍ର ଅନୁସାରେ ଜୋତା ଚପଲ ଓଲଟା ରହିବା ଅଶୁଭ ବୋଲି ଧରାଯାଏ। ଯଦି ଆପଣଙ୍କ ଘରେ ଜୋତା ଚପଲ ଓଲଟା ପଡ଼ିଛି, ଆପଣ କାଙ୍ଗାଳ ହୋଇଯିବେ। ତେଣୁ ଆପଣ ନିଜ ଅଭ୍ୟାସକୁ ଛାଡ଼ନ୍ତୁ। କେବେ ବି ଜୋତା ଚପଲକୁ ଘରେ ଓଲଟା ରଖନ୍ତୁ ନାହିଁ। ଯଦି ଆପଣଙ୍କ ଘରକୁ ବନ୍ଧୁ ଆସୁଛନ୍ତି, ତେବେ ଆପଣ ତାଙ୍କୁ ସେବାରେ କେବେ ଢିଲା କରନ୍ତୁ ନାହିଁ। ସେମାନଙ୍କର ଭରପୁର ସେବା କରନ୍ତୁ, କାରଣ ବନ୍ଧୁଙ୍କୁ ଭଗବାନ ରୂପ ବୋଲି କୁହାଯାଇଛି। ଯଦି ଆପଣ ବନ୍ଧୁ ଚର୍ଚ୍ଚା କରୁନାହାନ୍ତି, ତେବେ ଆପଣ ବହୁ ଜଲ୍ଦି ଦରିଦ୍ର ହୋଇପାରନ୍ତି। ତେଣୁ ଉପରେ ଦିଆଯାଇଥିବା ଚାଣକ୍ୟ ବାଣୀ ଅନୁସାରେ ଆପଣ ଏହି ଅଭ୍ୟାସ ଗୁଡ଼ିକୁ ଛାଡ଼ି ଦିଅନ୍ତୁ, ଯାହାଦ୍ୱାରା ଆପଣ ଦରିଦ୍ରତାରୁ ବଞ୍ଚି ରହିବେ। ଏହି ନିଜ ଜିନିଷ ଗୁଡ଼ିକରୁ ଦୂରରେ ରୁହନ୍ତୁ। ଆଉ ଯଦି ଏହି ଅଭ୍ୟାସ ଅଛି, ଏହାକୁ ସୁଧାରି ଦିଅନ୍ତୁ। ଆପଣ ଦରିଦ୍ରରୁ ଦୂରରେ ରହିବେ। ତେଣୁ ଏହି ସବୁ କଥା ଚାଣକ୍ୟଙ୍କର ମନରେ ରଖନ୍ତୁ। ଘରେ ସୁଖ ସମୃଦ୍ଧି ବଜାୟ ରହିବ। ଆଶା କରିବି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଛି, ଲାଇକ୍ କରନ୍ତୁ ଏବଂ ଏମିତି ଭଲ ଭଲ ଭିଡ଼ିଓ ଦେଖିବା ପାଇଁ, ଘର କନ୍ନାର ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ୍ ସହ ଯୋଡ଼ି ହୁଅନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।